ଡକାୟତି ପାଇଁ ଚାଲିଥିଲା ବ୍ଲୁପ୍ରିଣ୍ଟ, 7 ଜଣଙ୍କୁ ମାଡ଼ି ବସିଲା ସଦର ପୋଲିସ। ଜବତ ହେଲା ଅସ୍ତ୍ରଶସ୍ତ୍ର ଓ ସ୍କର୍ପିଓ। କଳାହାଣ୍ଡି ଜିଲ୍ଲାରେ ବଡ଼ ଧରଣର ଡକାୟତିକୁ ମାତ ଦେଇଛି ଭବାନୀପାଟଣା ସଦର ପୋଲିସ। ଡକାୟତି ପାଇଁ ଏକାଠି ହୋଇଥିବା 7 ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦେଶୀ ପିସ୍ତଲ, ଜୀବନ୍ତ ଗୁଳି, ମାରଣାସ୍ତ୍ର, ମୋବାଇଲ ଫୋନ ଓ ସ୍କର୍ପିଓ ଗାଡ଼ି ଜବତ କରିଛି ପୋଲିସ। ଗତ 23/7/2027 ଅପରାହ୍ନ ପ୍ରାୟ 4ଟା ସମୟରେ କଳାହାଣ୍ଡି ଜିଲ୍ଲା ପାଷ୍ଟେକୁଡ଼ି ନିକଟ ଡେଗାଡ଼ି ନାଳ ଅଞ୍ଚଳରେ ଡକାୟତି ପାଇଁ ପ୍ରସ୍ତୁତ କରୁଥିବା ବେଳେ ସଦର ପୋଲିସ ସୂଚନା ପାଇଥିଲା। ଏହାପରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ 7 ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲା ଭବାନୀପାଟଣା ସଦର ପୋଲିସ। କଳା କଲର ସ୍କର୍ପିଓ ଗାଡ଼ି, ଗୋଟିଏ ଦେଶୀ ପିସ୍ତଲ ସହ ଜୀବନ୍ତ ଗୁଳି, 15ଟି ମୋବାଇଲ ଫୋନ, 5,000 ଟଙ୍କା ନଗଦ ଏବଂ କାଠ ଲାଠି, ଛୁରୀ, ଟାଙ୍ଗି ଓ ଗୁପ୍ତି ଭଳି ମାରଣାସ୍ତ୍ର ଜବତ କରାଯାଇଛି। ବ୍ୟୁରୋ ରିପୋର୍ଟ, ଡିଜିଟାଲ ଡାଏରୀ।